ସାର୍ ମାନେ ନମସ୍କାର। ଆଜି ଆମେ ପଢ଼ିବା ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି। ଚାଇଲ୍ଡ ଡେଭଲପମେଣ୍ଟ 1.1ରେ ଅଛି ପ୍ରାକ୍ କୈଶୋର ଅବସ୍ଥା ଓ କୈଶୋର ଅବସ୍ଥା ଶାରୀରିକ, ବୌଦ୍ଧିକ, ସାମାଜିକ, ଆବେଗିକ, ନୈତିକ ବିକାଶର ବୈଶିଷ୍ଟ୍ୟ। ଶିଶୁଟିଏ ଏ ସୃଷ୍ଟିର ଶ୍ରେଷ୍ଠ ସମ୍ପଦ। ଶିଶୁର ବିକାଶ ହିଁ ରାଷ୍ଟ୍ରର ବିକାଶ। ଶିଶୁଟିଏ ଶୈଶବାବସ୍ଥାରୁ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ବୃଦ୍ଧି ଓ ବିକାଶ ଦେଇ ଗତି କରିଥାଏ। ଏହି ଦୃଷ୍ଟିରୁ ବିଚାର କଲେ କୈଶୋର ଅବସ୍ଥା ବ୍ୟକ୍ତି ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ, ସ୍ପର୍ଶକାତର ଓ ଅତ୍ୟନ୍ତ ସମ୍ବେଦନଶୀଳ ସମୟ। ଏହା ମୁଖ୍ୟତଃ 9ରୁ 10 ବର୍ଷରୁ ଆରମ୍ଭ ହୋଇ 19 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଏହି ପର୍ଯ୍ୟାୟକୁ ତିନି ଭାଗରେ ବିଭକ୍ତ କରି 9ରୁ 13 ବର୍ଷ ପର୍ଯ୍ୟନ୍ତ ପ୍ରାକ୍ କୈଶୋର ଅବସ୍ଥା, 14ରୁ 15 ବର୍ଷ ପର୍ଯ୍ୟନ୍ତ ମଧ୍ୟ କୈଶୋର ଅବସ୍ଥା ଓ 16ରୁ 19 ବର୍ଷ ପର୍ଯ୍ୟନ୍ତ ଶେଷ କୈଶୋର ଅବସ୍ଥା ମଧ୍ୟରେ ସୀମିତ ରଖାଯାଇଛି। ବିଶିଷ୍ଟ ମନୋବିଜ୍ଞାନୀ ଜର୍ସିଲ୍ଡ ବାଳକ ବାଳିକାମାନଙ୍କର ବାଲ୍ୟାବସ୍ଥାରୁ ପ୍ରୌଢ଼ ଅବସ୍ଥାକୁ ମାନସିକ, ଶାରୀରିକ, ସାମାଜିକ ଓ ନୈତିକ ଦୃଷ୍ଟିରୁ ଗତି କରିବାର ସମୟସୀମାକୁ କୈଶୋର ଅବସ୍ଥା ଭାବରେ ବର୍ଣ୍ଣନା କରିଛନ୍ତି। କୈଶୋରାବସ୍ଥାରେ ଇଂରାଜୀ ନାମ ଆଡୋଲେସେନ୍ସ ଶବ୍ଦଟି ଲାଟିନ୍ ଶବ୍ଦ ଆଡୋଲସେର ଶବ୍ଦରୁ ବ୍ୟୁତ୍ପତ୍ତି ଲାଭ କରିଛି, ଯାହାକି ସାଧାରଣତଃ ଶାରୀରିକ ପରିପକ୍ୱତା ହିଁ ବୁଝାଇଥାଏ। ଆଡୋଲେସେନ୍ସ ମିନ୍ସ ଟୁ ଗ୍ରୋ ଅର୍ ଟୁ ଗ୍ରୋ ଟୁ ମ୍ୟାଚ୍ୟୁରିଟି। ଏହି ସମୟରେ ଶାରୀରିକ, ମାନସିକ, ଆବେଗିକ ଓ ସାମାଜିକ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେତୁ ବାଳକମାନେ କୈଶୋର ଓ ବାଳିକାମାନେ କୈଶୋରୀ ରୂପେ ବିବେଚିତ ହୋଇଥାନ୍ତି। ହରମୋନର ପ୍ରଭାବ ଫଳରେ ଶରୀର ଓ ମନର ଦ୍ରୁତ ପରିବର୍ତ୍ତନ ଘଟିଥାଏ। କିଶୋର କିଶୋରୀମାନେ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ଦେଖାଯାଏ। ଏହାକୁ ଯୁବକ୍ରାନ୍ତି ବା ପ୍ୟୁବର୍ଟି କୁହାଯାଏ। ଏହା ଏକ ବିଶେଷ ଅବସ୍ଥା। ବିଶିଷ୍ଟ ମନୋବିଜ୍ଞାନୀ ପୋଲୋଙ୍କ ମତରେ କୈଶୋର ଅବସ୍ଥା ସମଗ୍ର ଅଭିବୃଦ୍ଧି ଓ ବିକାଶର ପ୍ରକୃଷ୍ଟ ସମୟ। ଦ୍ରୁତ ଶାରୀରିକ ପରିବର୍ତ୍ତନ ଓ ଯୌନ ଅଙ୍ଗର ବିକାଶ ହେତୁ କିଶୋର କିଶୋରୀମାନଙ୍କ ମନରେ ନୂତନ ଶିହରଣ ହେତୁ ସେମାନଙ୍କ ବିଭ୍ରମ କରେ ଓ ଉଦ୍ବେଗର କାରଣ ହୋଇଥାଏ। ପ୍ରକୃତ ତଥ୍ୟ ଜାଣିନଥିବାରୁ ଅଧିକାଂଶ କିଶୋର କିଶୋରୀଙ୍କର ଯୌନ ଓ ଯୌନତା ସମ୍ପର୍କୀୟ ପ୍ରଶ୍ନଗୁଡ଼ିକ ସମ୍ବନ୍ଧରେ ଭ୍ରମାତ୍ମକ ଧାରଣା ମାନସିକ ଅଶାନ୍ତିର କାରଣ ହୋଇଥାଏ। ଏହି ସମୟର ଗୁରୁତ୍ୱକୁ ଲକ୍ଷ୍ୟ କରି ଷ୍ଟାନେଲ ହଲ୍ କୈଶୋର ଅବସ୍ଥା ହିଁ ଚାପ ଓ ପ୍ରବଣତାର ସମୟ ବୋଲି ବିବେଚନା କରିଛନ୍ତି। ବାସ୍ତବରେ ଏହି ଅବସ୍ଥା ଜୀବନର ଏକ ସନ୍ଧିକ୍ଷଣ। ତେଣୁ ଏହି ସମୟରେ ଶିକ୍ଷାର୍ଥୀମାନଙ୍କୁ ଦ୍ରୁତ ପରିବର୍ତ୍ତନଶୀଳ ଶାରୀରିକ, ମାନସିକ, ସାମାଜିକ, ଆବେଗ ଓ ନୈତିକ ପରିବର୍ତ୍ତନ ସମ୍ପର୍କରେ ଧାରଣା ଦେବା ସହ ଯୌନ ଚେତନାର ବିକାଶ ଘଟାଇ ଏକ ସୁସ୍ଥ ସବଳ ନାଗରିକ ଭାବରେ ଗଢ଼ି ତୋଳିବା ପିତାମାତା, ଶିକ୍ଷକ ଓ ସମଗ୍ର ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ। ପ୍ରାକ୍ କୈଶୋର ଓ କୈଶୋର ଅବସ୍ଥାରେ ବିଭିନ୍ନ ବିକାଶ ଓ ଅଭିବୃଦ୍ଧି। ବୟସ, ବିକାଶ ଓ ବୃଦ୍ଧି ଦୃଷ୍ଟିକୋଣରୁ କୈଶୋର ସମୟକୁ ମୁଖ୍ୟତଃ ପ୍ରାକ୍ କୈଶୋର, ମଧ୍ୟ କୈଶୋର ଏବଂ ପ୍ରାନ୍ତ ଓ ଶେଷ କୈଶୋର ଭାବରେ ବିଭାଗୀକରଣ କରାଯାଇଛି। ଏହି ସମୟରେ ଶିକ୍ଷକମାନେ କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ଦ୍ରୁତ ଭାବରେ ସଂଗଠିତ ହେଉଥିବା ନିମ୍ନୋକ୍ତ ଶାରୀରିକ, ମାନସିକ, ଆବେଗିକ, ସାମାଜିକ ଓ ନୈତିକ ବିକାଶକୁ ହୃଦୟଙ୍ଗମ କରି ଶିକ୍ଷାଦାନ ସହ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କଲେ କିଶୋର କିଶୋରୀମାନେ ନିଜକୁ ସୁନିୟନ୍ତ୍ରିତ କରି ସଫଳତାର ଚରମ ସୋପାନରେ ଉପନୀତ ହୋଇପାରିବେ। ଶାରୀରିକ ବୈଶିଷ୍ଟ୍ୟ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଫିଜିକାଲ ଡେଭଲପମେଣ୍ଟ। କୈଶୋର ଅବସ୍ଥାରେ କିଶୋର କିଶୋରୀମାନଙ୍କର ଉଚ୍ଚତା, ଓଜନ, ମାଂସପେଶୀ ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗର ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇଥାଏ। ଝିଅଟିଏ 16 କିମ୍ବା 17 ବର୍ଷ ବେଳକୁ ପୂର୍ଣ୍ଣାଙ୍ଗ ଉଚ୍ଚତା ପ୍ରାପ୍ତ ହେଲା ବେଳକୁ ପୁଅଟି 17 କିମ୍ବା 18 ବର୍ଷ ବେଳକୁ ପୂର୍ଣ୍ଣାଙ୍ଗ ଉଚ୍ଚତା ପ୍ରାପ୍ତ ହୁଏ। 2 ନମ୍ବର ପଏଣ୍ଟ, କିଶୋରାବସ୍ଥାର 9 ବର୍ଷ ବ୍ୟବଧାନ ମଧ୍ୟରେ ବାଳକମାନଙ୍କର ହାରାହାରି 36 ସେଣ୍ଟିମିଟର ଉଚ୍ଚତା ଏବଂ 25 କିଗ୍ରା ଓଜନ ବୃଦ୍ଧି ହୋଇଥାଏ। ସେହିପରି ବାଳିକାମାନଙ୍କର ହାରାହାରି 24 ସେଣ୍ଟିମିଟର ଉଚ୍ଚତା ଏବଂ 21 କିଗ୍ରା ଓଜନ ବଢ଼ିଥାଏ। 3 ନମ୍ବର ପଏଣ୍ଟ, ଏହି ସମୟରେ କିଶୋର କିଶୋରୀମାନଙ୍କର ମୁଖର ଆକୃତିରେ ସାମାନ୍ୟ ପରିବର୍ତ୍ତନ ଆସେ। ଦାନ୍ତ, ମାଢ଼ି ଓ ନାକ ଦୀର୍ଘ ହେଲା ବେଳକୁ ମୁଖ ଚଉଡ଼ା ଏବଂ ନିବୁକ ସଦୃଶ ହୋଇଯାଏ। ଶରୀରର ଆକାରରେ ପରିବର୍ତ୍ତନ ସଙ୍ଗେ ସଙ୍ଗେ ପ୍ରଜନନ ବ୍ୟବସ୍ଥାରେ ମଧ୍ୟ ଭୌତିକ ପରିବର୍ତ୍ତନ ଆସେ। ଏହି ସମୟରେ କିଶୋର କିଶୋରୀମାନଙ୍କର ଗୁପ୍ତାଙ୍ଗର ଅଭିବୃଦ୍ଧି ସହିତ କିଶୋରୀମାନେ ରେତଧାରୀ ହୋଇଥିବା ବେଳେ କିଶୋରୀମାନେ ଋତୁମତୀ ହୋଇଥାନ୍ତି। କିଶୋରମାନଙ୍କର ମୁଖରେ ନିଶ, ଦାଢ଼ି ଏବଂ ଦେହ, ବକ୍ଷ ଓ ହସ୍ତର ଉପରି ଭାଗରେ ପତଳା
କେଶର ଆବିର୍ଭାବ ହେଲାବେଳେ କିଶୋରୀମାନଙ୍କ କ୍ଷେତ୍ରରେ ଏହା ଦେଖାଯାଏ ନାହିଁ। ମାତ୍ର କିଶୋରୀମାନଙ୍କର ଗୁପ୍ତାଙ୍ଗରେ ସୂକ୍ଷ୍ମ କେଶ ଦେଖାଯାଏ। କିଶୋରୀମାନଙ୍କର ସ୍ୱର ରୁକ୍ଷ, କର୍କଶ କିମ୍ବା ଏବଂ ଗମ୍ଭୀର ହେଲାବେଳେ କିଶୋରୀମାନଙ୍କର ସ୍ୱର କୋମଳ ଓ ସୁମଧୁର ହୋଇଥାଏ। ଏହି ସମୟରେ କିଶୋରମାନଙ୍କର ବକ୍ଷ, କଟି ଓ ଶାରୀରିକ ସ୍ଥିତି ସବଳ ଓ ସୁଠାମ ହେଲାବେଳେ କିଶୋରୀମାନଙ୍କର ବକ୍ଷ ଦେଶ ବର୍ତ୍ତୁଳ ତଥା ବିସ୍ତୃତ ହୁଏ ଓ ବକ୍ଷ ତୁଳନାରେ କଟି ଦେଶ ସୂକ୍ଷ୍ମ ହୋଇଯାଏ। ଉଭୟ କିଶୋର ଓ କିଶୋରୀମାନଙ୍କ ମଧ୍ୟରେ ସ୍ୱପ୍ନ ଦୋଷ ଅନୁଭୂତ ହୁଏ। ଏହି ସମୟରେ ଯୌନ ସମାଗମ ହେତୁ କିଶୋରୀମାନେ ଦୈହିକ ମିଳନ ପ୍ରୟାସୀ ହୋଇ ଚିନ୍ତାମଗ୍ନ ଅବସ୍ଥାରେ ସମୟ କାଟନ୍ତି ଓ ଦିବା ସ୍ୱପ୍ନରେ ମାତନ୍ତି। 9 ନମ୍ବର ପଏଣ୍ଟ, ପ୍ରାକ୍ କିଶୋର ଅବସ୍ଥାରୁ ପ୍ରାନ୍ତ କିଶୋର ଅବସ୍ଥା ପର୍ଯ୍ୟନ୍ତ ମଣିଷ ଶରୀରରେ ଥିବା ଅନାଳ ଗ୍ରନ୍ଥି ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡ ସମୂହ ଥାଇରଏଡ୍ ଗ୍ରନ୍ଥି, ପିଟ୍ୟୁଟାରୀ ଗ୍ରନ୍ଥି ଏବଂ ଆଡ୍ରେନାଲିନ୍ ଗ୍ରନ୍ଥି ଶାରୀରିକ ବୃଦ୍ଧି ଓ ବିକାଶ ନିୟନ୍ତ୍ରିତ କରେ। ମାନସିକ ବୈଶିଷ୍ଟ୍ୟ ମେଣ୍ଟାଲ କ୍ୟାରେକ୍ଟରିଷ୍ଟିକ୍। ଶାରୀରିକ ବିକାଶ ସହ ମାନସିକ ବିକାଶ ଦୃଷ୍ଟିକୋଣରୁ କିଶୋରୀମାନଙ୍କ ମଧ୍ୟରେ ନିମ୍ନୋକ୍ତ ବୌଦ୍ଧିକ ବିକାଶ ଏବଂ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ। ଏହି ସମୟରେ କିଶୋରୀମାନଙ୍କର ସ୍ମୃତି, ମେମୋରି, କଳ୍ପନା, ଇମାଜିନେସନ୍ ଶକ୍ତିର ଦ୍ରୁତ ବିକାଶ ଘଟେ। ଜୀବନର କୌଣସି ଅଭୁଲା ମୁହୂର୍ତ୍ତର ଅନୁଭୂତି ହୃଦୟରେ ଚିରସ୍ଥାୟୀ ହୋଇ ରହିଯାଏ ଏବଂ ଏମାନେ ସ୍ୱପ୍ନ ପ୍ରଣବତାରେ ମସଗୁଲ ହୋଇ କଳ୍ପନା ରାଜ୍ୟରେ ଉଡ଼ି ବୁଲନ୍ତି। କିଶୋରାବସ୍ଥାରେ କିଶୋରୀମାନେ ଯେକୌଣସି ବସ୍ତୁ, ବ୍ୟକ୍ତି ଏବଂ ଘଟଣା ଉପରେ ପର୍ଯ୍ୟାଲୋଚନା କରି ତତ୍ ସମ୍ପର୍କୀୟ ସାଧାରଣ ଧାରଣା ସୃଷ୍ଟି କରନ୍ତି। କିଶୋରୀମାନେ ଅଧିକ ସୃଜନଶୀଳ ହୁଅନ୍ତି। କିଶୋରୀମାନଙ୍କ କଥୋପକଥନ ଭଙ୍ଗୀରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଏପରିକି ଗୋଟିଏ ଭାଷା ବ୍ୟବହାର କଲାବେଳେ ମଧ୍ୟ ସେମାନେ ଏଭଳି ବାକ୍ୟାଂଶମାନ ତିଆରି କରନ୍ତି ଯାହାକି ତାଙ୍କର ଜଣାଶୁଣା ଅନ୍ୟ କିଶୋରୀମାନେ ହିଁ ବୁଝିପାରିବେ। ଏପରି କରିବା ଦ୍ୱାରା ସେମାନେ ସେମାନଙ୍କ ସମବୟସ୍କମାନଙ୍କ ସହିତ ଏକତା ପ୍ରତିଷ୍ଠା କରନ୍ତି ଓ ଅସହିଷ୍ଣୁ ମନେ କରୁଥିବା ବୟସ୍କମାନଙ୍କଠାରୁ ଇଚ୍ଛାକୃତ ଭାବେ ବ୍ୟବଧାନ ସୃଷ୍ଟି କରନ୍ତି। ଏହି ସମୟରେ କିଶୋରୀମାନଙ୍କ ମଧ୍ୟରେ ଅମୂର୍ତ୍ତ ଭାବନା, ତର୍ଜନା ଓ ବିଚାର ଶକ୍ତିର ପର୍ଯ୍ୟାପ୍ତ ପରିବର୍ତ୍ତନ ଦେଖାଯାଏ। ଏହି ସମୟରେ କିଶୋରୀମାନେ ଖେଳ, କସରତ, ନାଟକ, ନୃତ୍ୟ, ସଙ୍ଗୀତ, ନୃତ୍ୟକଳା, ଅଭିନୟାନୁରାଗୀ ହେବା ସହିତ ଅଧ୍ୟୟନରତ ଆଗ୍ରହ ସୃଷ୍ଟି କରନ୍ତି। ଏହା ବ୍ୟତୀତ କିଶୋରୀମାନେ ମଧ୍ୟ ସମାଜର ବିଭିନ୍ନ ପ୍ରକାରର ସମସ୍ୟା ସମ୍ପର୍କରେ ନିଜସ୍ୱ ଧାରାରେ ତର୍ଜମା କରି ବ୍ୟକ୍ତିଗତ ନିଷ୍ପତ୍ତି ନେବାରେ ଦକ୍ଷତା ହାସଲ କରନ୍ତି। ଆବେଗିକ ବୈଶିଷ୍ଟ୍ୟ ଇମୋସନାଲ କ୍ୟାରେକ୍ଟରିଷ୍ଟିକ୍ସ। କୈଶୋରରେ ହରମୋନର ବୃଦ୍ଧିପ୍ରାପ୍ତ ସକ୍ରିୟତା ଯୋଗୁଁ କିଶୋରୀମାନଙ୍କ ମଧ୍ୟରେ ସୃଷ୍ଟ ଆବେଗତା ଏବଂ ତାର ବୈଶିଷ୍ଟ୍ୟ ନିମ୍ନ ଭାବେ ଦେଖାଯାଏ। ଏହି ସମୟରେ ସ୍ନେହ, ପ୍ରେମ, କ୍ରୋଧ, ଈର୍ଷା ଇତ୍ୟାଦି ଆବେଗଗୁଡ଼ିକ ଦ୍ରୁତ ଗତିରେ ସଂଗଠିତ ହୋଇଥାଏ। ଏହି ସମୟରେ ଯୌନ ଆବେଗିକ ଦ୍ରୁତ ଗତିରେ ଦେଖାଯାଏ। ଉଭୟ କିଶୋରୀ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୁଅନ୍ତି। କିଶୋର ଅବସ୍ଥାରେ ବନ୍ଧୁମାନଙ୍କର ଅଧିକ ଗୁରୁତ୍ୱ ଦିଆଯାଇଥାଏ। ସାଥୀମାନଙ୍କ ମଧ୍ୟରେ ସ୍ୱୀକୃତି ଏବଂ ଜନପ୍ରିୟତା କିଶୋରୀମାନଙ୍କ ପକ୍ଷରେ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ ଯୌନ ଆବଶ୍ୟକତା ପରିପୂର୍ଣ୍ଣ ନହେଲେ କିଶୋରୀମାନେ କ୍ରୋଧୀ, ହିଂସ୍ର, ଭାବପ୍ରବଣ ହୋଇପଡ଼ନ୍ତି। ଭୁଲ ପାଇଁ ସମୟେ ସମୟେ ଅନୁତାପ ମଧ୍ୟ କରନ୍ତି। ଏହି ସମୟରେ କିଶୋରୀମାନେ ନିଜ ସମ୍ପର୍କରେ ଅଧିକ ସଚେତନତା ହେବା ସହିତ ନିଜର ସ୍ୱାଧୀନତା ଉପରେ ଗୁରୁତ୍ୱ ଦିଅନ୍ତି। ଏହି ସମୟରେ ଅତ୍ୟଧିକ ଭାବପ୍ରବଣତା କିଶୋରୀମାନଙ୍କୁ ଆତ୍ମହତ୍ୟା ପ୍ରବଣ ମଧ୍ୟ କରିଥାଏ। ସାମାଜିକ ବୈଶିଷ୍ଟ୍ୟ ସୋସିଆଲ କ୍ୟାରେକ୍ଟରିଷ୍ଟିକ୍ସ। କିଶୋରାବସ୍ଥାରେ କିଶୋରୀମାନଙ୍କ ମଧ୍ୟରେ ନିମ୍ନ ପ୍ରକାର ସାମାଜିକ ବୈଶିଷ୍ଟ୍ୟ ଉପଲବ୍ଧି କରାଯାଏ। ଏହି ସମୟରେ କିଶୋରୀମାନଙ୍କ ମଧ୍ୟରେ ଧାର୍ମିକ ଭାବନା ଦେଖାଯାଏ। ଫଳରେ ସେମାନେ ଦେବାଦେବୀ ମନ୍ଦିର ଦର୍ଶନ କରିବାକୁ ସହ ବହୁ ଧାର୍ମିକ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହ ନିଜକୁ ସାମିଲ କରନ୍ତି। କିଶୋରୀମାନେ ବିଦ୍ୟାଳୟରେ ସେମାନଙ୍କ ସହଗ କାର୍ଯ୍ୟକ୍ରମରେ ଦଳଗତ ମନୋବୃତ୍ତି ଏବଂ ନେତୃତ୍ୱ ସୃଷ୍ଟି କରନ୍ତି। କିଶୋରୀମାନେ ନିଜ ଦେଶରେ ମାନ ସମ୍ମାନ ରକ୍ଷା କରିବାରେ ସର୍ବଦା ଚେଷ୍ଟା କରନ୍ତି। 4 ନମ୍ବର ପଏଣ୍ଟ, କିଶୋରୀମାନେ ସାଙ୍ଗ ଓ ସମାଜ ଭିତରେ ବିଭିନ୍ନ କାର୍ଯ୍ୟକ୍ରମରେ ନେତୃତ୍ୱ ନେବାକୁ ଆଗଭର ହୁଅନ୍ତି। କିଶୋରୀମାନେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରି ଆତ୍ମମର୍ଯ୍ୟାଦା ଏବଂ ଆତ୍ମତୃପ୍ତି ଲାଭ କରନ୍ତି। କିଶୋରୀମାନେ ନୃତ୍ୟ, ଗୀତ, ନାଟକ, ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ
ଯୋଗ ଦେବାକୁ ଉତ୍ସାହିତ ହୁଅନ୍ତି, ପ୍ରଶଂସା ଓ ପ୍ରଶସ୍ତି ପାଇଁ ଚେଷ୍ଟା କରନ୍ତି। ଏହି ସମୟରେ କିଶୋର କିଶୋରୀମାନେ ଏକ ସାମାଜିକ, ରାଜନୈତିକ କିମ୍ବା ଧାର୍ମୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରନ୍ତି। ସମବୟସ୍କ କିଶୋର କିଶୋରୀମାନେ ଏକତ୍ର ହେବାରେ ଆଗ୍ରହ ପ୍ରକାଶ କରନ୍ତି ଏବଂ ଅନ୍ୟ ଆଗରେ ଏକ ରୋଲ୍ ମଡ଼େଲ୍ ଭାବେ ନିଜକୁ ପ୍ରତିଷ୍ଠା କରିବାରେ ଚେଷ୍ଟା କରନ୍ତି। ନୈତିକ ବୈଶିଷ୍ଟ୍ୟ, ମୋରାଲ କ୍ୟାରେକ୍ଟରିଷ୍ଟିକ୍ସ। କିଶୋରାବସ୍ଥାରେ କିଶୋର କିଶୋରୀମାନଙ୍କ ମଧ୍ୟରେ ନିମ୍ନୋକ୍ତ ନୈତିକ ବୈଶିଷ୍ଟ୍ୟମାନ ଦୃଷ୍ଟିଗୋଚର ହୁଏ। କିଶୋର କିଶୋରୀମାନେ ନିଜର ଧର୍ମ ପ୍ରତି ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟର ଧର୍ମ ପ୍ରତି ଅନୁରକ୍ତି ପ୍ରକାଶ କରନ୍ତି। କିଶୋର କିଶୋରୀମାନେ ନିଜ ଧର୍ମରେ ପ୍ରସ୍ତୁତ ପୁସ୍ତକ ପୁସ୍ତିକା ପଢ଼ିବା ସହ ଅନ୍ୟ ଧର୍ମର ପୁସ୍ତକ ପୁସ୍ତିକା ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଓ ଅନେକ ସମୟରେ ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ଧର୍ମଗ୍ରନ୍ଥ ଗୁଡ଼ିକ ମଧ୍ୟରୁ ଉଦାହରଣ ପ୍ରଦାନ କରନ୍ତି। ଦେଶ ପ୍ରତି ଥିବା ନୈତିକ କର୍ତ୍ତବ୍ୟ ସମ୍ବନ୍ଧରେ କିଶୋର କିଶୋରୀମାନେ ଯଥେଷ୍ଟ ସଚେତନ ହୋଇଥାନ୍ତି ଏବଂ ସତ୍ୟ, ଶାନ୍ତି, ଦୟା, କ୍ଷମା ଆଦି ନୈତିକ ଗୁଣାବଳୀ ନିଜ ଜୀବନରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନିଅନ୍ତି। କିଶୋର କିଶୋରୀମାନେ ଧର୍ମ ସଚେତନତା ଯୋଗୁଁ ଅନ୍ୟ ଧର୍ମର ଭଲ ମନ୍ଦ ଗୁଣ ଜାଣିଲା ପରେ ଅନେକ ଧାର୍ମିକ ମତାନ୍ଧତା ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥାନ୍ତି। କିଶୋର କିଶୋରୀମାନେ ବେଳେବେଳେ ଅଜ୍ଞାତ ଯୋଗୁଁ ହେଉ ଅଥବା ଅଜ୍ଞାତ ବଶତଃ ଅନେକ କୁସଂସ୍କାର, ଅନ୍ଧବିଶ୍ୱାସ, ପ୍ରଚଳିତ ଧର୍ମୀୟ ବ୍ୟବସ୍ଥାକୁ ସହଜରେ ଗ୍ରହଣ କରି ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହନ୍ତି ଓ ସମାଜରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରନ୍ତି। ଏବେ ସରିଲା ଆମର ପ୍ରାକ୍ କିଶୋର ଅବସ୍ଥା ଓ କୈଶୋର ଅବସ୍ଥାରେ ଶାରୀରିକ, ବୌଦ୍ଧିକ, ସାମାଜିକ, ଆବେଗିକ, ନୈତିକ ବିକାଶର ବୈଶିଷ୍ଟ୍ୟ। ପରବର୍ତ୍ତୀ ପାର୍ଟରେ ଆମେ ବଂଶ ପରମ୍ପରା, ପରିବେଷ୍ଟନୀ ଓ ବିକାଶ ଉପରେ ପ୍ରଭାବ ବିଷୟରେ ପଢ଼ିବା। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ସେୟାର ମଧ୍ୟ କରନ୍ତୁ। ଧନ୍ୟବାଦ।